ଦେଖନ୍ତୁ ମୋନାଲିସାଙ୍କର ଯେତେବେଳେ ବି ଇଚ୍ଛା ହେଉଛି ସେ ଘରେ ବସିକି ପନିକିରେ ପରିବା କାଟନ୍ତି। କିନ୍ତୁ ଆଜିକାଲି ସମସ୍ତଙ୍କୁ ପନିକିରେ ଭଲ ଲାଗେନି, କିନ୍ତୁ ଯେହେତୁ ଆମ ଓଡ଼ିଆ କଲଚର ସମସ୍ତେ ଘରେ ବସିକି ପନିକିରେ କାଟନ୍ତି, ସେଥିପାଇଁ ସେ ପନିକିରେ ପରିବା କାଟୁଛନ୍ତି। ଆମର କ'ଣ ତ କଖାରୁ କଟା ସରିଲାଣି, ଆଉ ସେପଟେ ଝୁଡ଼ଙ୍ଗ କଟା ହେଉଛି, ତାପରେ ଗାଜର କଟା ସରିଲା ପରେ ପ୍ରେସର କୁକର ବୋଧେ ବସେଇବେ, ସିଟି ମାରିବେ, ସିଝିଲା ପରେ ତାପରେ ଛୁଙ୍କ ହବ। ପୁରା ମନ ଧ୍ୟାନ ଦେଇକି କାଟୁଛନ୍ତି। ସବୁ କାଟୁଛି ଏଟା କଣ ହବ କହିଲ? କଣ? ଡାଲମା ହବ। ଡାଲମା? ଆଜି ଗୁରୁବାର, ଆଜି ଛୁଟି ଅଛି ମୋର, ସେଲେ ପୁରା ଦେଶୀ ଖାଦ୍ୟ, ଟିକେ ଭାତ ଟିକେ ହବ, ଡାଲମା ଟିକେ ହବ, ଆଉ ତା ସାଙ୍ଗରେ ଭଜାଭଜି କଣ ଟିକେ ହବ, ତାପରେ ଖିଆ ହବ। ଆଉ ମୁଁ ଏଇ ଗୋଟେ କାମ ଟିକେ ସାହାଯ୍ୟ ଟିକେ କରିଦଉଛି। ଆଉ ଖାଇବା କେମିତି ହେଇଛି କୁହ? କେତେ ପରିଶ୍ରମ କରି ମୁଁ କେତେ ଜିନିଷ ବନେଇଛି କୁହ? ମୁଁ ଖାଲି ଟିକେ ଟେଷ୍ଟ କରୁଛି, ଟେଷ୍ଟ କରିସାରିଲା ପରେ କହୁଛି। ହଉ, ଡାଲମାଟା ବହୁତ ବଢିଆ ହେଇଛି। ଶାଗ ବି ବହୁତ ବଢିଆ ହେଇଛି। ଏଇଟା ହେଲା ଛେଚା ଟମାଟର ଆଉ ପୋଟଳ ଭଜା ହେଇକି ଛେଚା ହେଇଛି। ବଢିଆ ଚଟପଟା ହେଇଛି। ଆମ୍ବ ଖାଉନ? ଆମ୍ବଟା ମିଠା ଆମ୍ବଟା ଖାଇସାରି ଶେଷରେ ଖାଆନ୍ତି। ପ୍ରଥମ କଥା ହେଲା ଆଜି ୟେଲୋ ରାଇସ୍ ତମେ ଟ୍ରାଏ କରୁଛ, ବହୁତ ବଢିଆ ହେଇଛି। ଖୁସି ଲାଗୁଛି। ଆଜି ଛୁଟି ଅଛି, ଛୁଟି ଦିନରେ ମତେ ଆକ୍ଚୁଆଲି ସାଧା ଭେଜ ଆଇଟମ ବହୁତ ଭଲ ଲାଗେ, ସ୍ପେଶାଲି ଘରୋଇ ଆଇଟମ। ଖାଇବା ଯାହା ହଉ ନା କାହିଁକି ପରିଶ୍ରମ କରିକି ଯୋଉ କାମଟା କରାଯାଇଥାଏ ସେ କାମଟା ବହୁତ ଭଲ ଥାଏ। ଆଉ ତମ ପରିଶ୍ରମ ଏଥିରେ ଅଛି ମାନେ ଖାଇବାଟି ବହୁତ ଟେଷ୍ଟ। ତମେ ଖୁସି ତ? ମୁଁ ବହୁତ। ଆଉ କହିବନି ଯେ ମୁଁ ତମ ପାଇଁ ରୋଷେଇ କରି ଦଉନି ତମକୁ ଖାଇବାକୁ। ନାଇଁ, ମୁଁ ସେଟା କେବେ କହିଛି? କେବେ ବି କହିନି, ଆଉ କହିବି ନାହିଁ। ହଉ ଠିକ ଅଛି, ହଉ ତମେ ଆରାମସେ ଖାଅ। ଯେତିକି ଶିଖିଛ ସେତିକି ଚେଷ୍ଟା କରୁଛ ବହୁତ ଭଲ କରିବା ପାଇଁ। ମଣିଷ ଯୋଉ ଚେଷ୍ଟା ଥାଏ ପ୍ରତିଟି ଜିନିଷଟା ସକ୍ସେସ୍ ହୁଏ। ଆଉ ଯାହା ବି କରିଦେଲା ଭଲ ଲାଗୁଛି। ଏଇଭଳିଆ ସବୁବେଳେ ଘରୋଇ ଆଇଟମ କରିଦେବ, ମୋର ଖୁସି। ମୋର ସେମିତି କିଛି ନାହିଁ, ମୋର ଭୋକ ହେଲା ମାନେ ଯାହା ଦବ ଖାଇବାକୁ ମୁଁ ଖାଇବି। ହଉ, ଧନ୍ୟବାଦ। ତ ଶାଗଟା ମତେ ତମେ ଶିଖେଇଥିଲ, ବୁଝିଲ? ତମ ପ୍ରୋସେସ ରେ କରିଛି ଶାଗ। ତମେ ସବୁବେଳେ କଣ କର ହେଲା? ଶାଗଟାକୁ ଆଗ ଛୁଙ୍କ କରିକି ତାପରେ କର। କିନ୍ତୁ ମୁଁ ଘରେ ଯେତେବେଳେ ଦେଖିଥିଲି, ଘରେ ମା ମାନେ ସବୁ କରନ୍ତି, ମା ହେରିକା ଖୁଡି ହେରିକା, ସେମାନେ ସବୁ ଏଇଭଳିଆ କରନ୍ତି। ଆଗେ ସିଝେଇ ଦିଅନ୍ତି, ତାପରେ ଲାଷ୍ଟକୁ ଛୁଙ୍କ ମାରନ୍ତି। ସେଇଟା ମୁଁ ଦେଖିଥିଲି ବୋଲି ଜାଣିଥିଲି, ମୁଁ କୋଉ ଶାଗ ଫାଗ ଜାଣିଥିଲି। ଯାହା ବଛାବଛି କରି କରୁଛ, ଏତେ ଖୁସି ଲାଗୁଛି। ହଉ ଠିକ ଅଛି, ତମେ ଆରାମସେ ଖାଅ। ତମେ ଖାଇବନି? ହଁ, ମୁଁ ଏବେ ଖାଇବି। ଆସ। କାକୁଡିଟା ଆମ୍ବ ଫଳ ମିଠା ଜିନିଷ ଶେଷରେ ଖାଆନ୍ତି, ଏଇଟା ଶେଷରେ ଖାଆନ୍ତି। ମୋର ମିଠାଟା ଆଗ ଖାଇବି ମୁଁ, ତାହେଲେ ମୋ ଖାଇବାଟା ମାନେ ମତେ ଶାନ୍ତି ଲାଗେନି। ହଉ, ବନ୍ଦ କରିଦିଅ। ଆପଣମାନଙ୍କୁ ଯେତେବେଳେ ଛୁଟି ରହୁଛନ୍ତି ସେତେବେଳେ ଏମିତି ଘରୋଇ ଖାଦ୍ୟ, ଶାଗ, ଡାଲମା, ଆମର ପୋଟଳ ଆଉ ଟମାଟୋ ଦଳା ଆଉ କାକୁଡି ସାଲାଡ, ଏଗୁଡା ସବୁ ଭଲ ଜିନିଷ ଖାଆନ୍ତୁ। ଯେତେ ଭେଜିଟେବୁଲ ଖାଇବା, ଗ୍ରୀନ୍ ଭେଜିଟେବୁଲ, ସେତେ ଆମ ଦେହ ପାଇଁ ଭଲ। ନନଭେଜକୁ ଯେତେ ଆଭଏଡ କରିବା, ଅଳ୍ପ ଖାଇବା, ଯେତେବେଳେ ଇଚ୍ଛା ହଉଛି ଅଳ୍ପ ଟିକେ ଖାଇବା, ସବୁବେଳେ ଖାଇବାଟା ଉଚିତ ନୁହଁ। ଗ୍ରୀନ୍ ଭେଜିଟେବୁଲ ସବୁଠୁ ବେଷ୍ଟ। ଓକେ।